ପୁଣି ଦେଖିବା ଜନ୍ମ ଜାତକରେ ଯଦି ବିଛା ରାଶିରେ ମଙ୍ଗଳ ଅବସ୍ଥାନ କରନ୍ତି ତାହେଲେ କ'ଣ ଫଳ ସେ ବ୍ୟକ୍ତିଟି ପାଏ। ବିଛା ହେଉଛି ମଙ୍ଗଳଙ୍କର ନିଜ ଘର, ମାନେ ଲଗ୍ନାଧିପତି ଅଷ୍ଟମରେ ରହିଲେ ନିଜ ଘରେ ସେ ଅବସ୍ଥାନ କଲେ। ତେବେ ଭାତୃ ବିରୋଧୀ କରିବ, ଭାଇମାନଙ୍କ ସହ କଳି ଝଗଡ଼ା ଲାଗିବ, ପିତା ମାତାଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ, ଆପଣଙ୍କୁ ପୂର୍ଣ୍ଣ ଗୃହସ୍ଥ ସୁଖ ମିଳିବ, ଭାଇମାନଙ୍କ କାରଣରୁ ଆପଣଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିବ। ବିଧବା ସ୍ତ୍ରୀ ଲୋକରେ ଝଗଡ଼ା ଜମା କରିବେ ନାହିଁ, ଏହା ଭାଗ୍ୟର ବାଧକ ହେବ। ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ରଖିବେ ନାହିଁ, ଏହାଦ୍ୱାରା ଅଚାନକ ଦୁର୍ଦ୍ଦଶା ବା ଦୁର୍ଘଟଣା ଭୋଗିବେ। ରକ୍ତ ଦୋଷର ବାହାରିପାରେ, ତ କାହାରି ଉପରେ ଅଯଥାରେ ରାଗନ୍ତୁ ନାହିଁ। ଆପଣଙ୍କ ଉପରେ ଜୀବନରେ କେତେଥର ଆକ୍ରମଣ ହେବାର ସମ୍ଭାବନା ରହିଛି। ବାହାରେ ଘରେ ସବୁଠି ଦୀର୍ଘାୟୁ ହେବେ, କିଛି ଅସୁବିଧା ନାହିଁ। ଶସ୍ତ୍ର ଅସ୍ତ୍ର ଏବଂ ଗୋଳା ବାରୁଦ ବନ୍ଧୁକ ଗୁଳି ୟାଠୁ ଟିକେ ଦୂରେଇକି ରହିବେ। କଳି ଝଗଡ଼ାଠୁ ଯେତେ ଦୂରେଇକି ରହିବେ ଆପଣ ବି ଭଲ। ଆଉ ଅଷ୍ଟମ ମଙ୍ଗଳ ହେଲେ ବେଳେବେଳେ ଟିକେ ଗାଡ଼ି ଆକ୍ସିଡେଣ୍ଟ ହୁଏ, ରାସ୍ତା ଟିକେ ରୋଡ଼ନା ହୁଏ, ଟିକେ ବର୍ତ୍ତମାନକୁ ଶରୀରରୁ ଟିକେ ବ୍ଲଡ଼ ଯାଏ କିମ୍ବା ବ୍ଲଡ଼ ଜନିତ ରୋଗ କିଛି ଶରୀରରେ ରହିବ, ଏସବୁ ଜିନିଷ ରହିବ। ତେଣୁକରି ପ୍ରତି ମଙ୍ଗଳବାର ଦିନ ଟିକେ ହନୁମାନଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ, ଏହାର ସୁଫଳ ଆପଣ ନିଶ୍ଚୟ ପାଇବେ।